ଯୁବକଙ୍କ ଉପରେ ମାଡ଼ିଗଲା କଂକ୍ରିଟ ମିକ୍ସଚର ମେସିନ୍ ଗାଡ଼ି। କ୍ଷତିପୂରଣ ଦାବିରେ ରାତି ସାରା ପରିବାର ଲୋକେ ଏବଂ ଗ୍ରାମବାସୀ ଖଲିକୋଟରୁ ତୋଟା ଗାଁ ରାସ୍ତା ଅବରୋଧ। ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ତୋଟା ଗାଁର ଯୋଗୀ ବାରିକଙ୍କ ପୁଅ ଟୁନା ବାରିକ ଗତକାଲି ସନ୍ଧ୍ୟାରେ ଖଲିକୋଟରୁ ନିଜ ଗାଁ ତୋଟା ଗାଁ ବୁଲେଟ୍ ଯୋଗେ ଫେରୁଥିବା ସମୟରେ ନୂଆଫାସୁଳା ଛକରେ ନିକଟରେ ପୂର୍ତ୍ତ ବିଭାଗର ରାସ୍ତା କାମ ପାଇଁ ଆସୁଥିବା କଂକ୍ରିଟ ମିକ୍ସଚର ମେସିନ୍ ଗାଡ଼ି ଧକ୍କା ଦେଇଥିଲା। ଯୁବକଙ୍କ ଜଣକ ତଳେ ପଡ଼ିଯିବାରୁ ମିକ୍ସଚର ମେସିନ୍ ମାଡ଼ି ଯୁବକଙ୍କ ଉପରେ ଚାଲି ଯାଇଥିଲା। ଗୁରୁତର ଟୁନାକୁ ସଙ୍ଗେ ସଙ୍ଗେ ଖଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ପରିବାରବର୍ଗ ଏବଂ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଖଲିକୋଟ ତୋଟା ଗାଁ ମୁଖ୍ୟ ରାସ୍ତା ଅବରୋଧ କରି ରାତି ସାରା ରାସ୍ତା ଉପରେ ବସିଛନ୍ତି। ମୃତ ଟୁନା ବାରିକ ବିବାହ କରିବାର 1 ବର୍ଷ ପୂରି ନଥିବା ବେଳେ ଏଭଳି ଅଦିନରେ ବିବାହ ମୁକୁଟ ନ ପଡ଼ୁଣୁ ଜୀବନ ଦୀପ ଲିଭିଯିବା ସହଜରେ ଗ୍ରହଣ କରିପାରୁନାହାନ୍ତି 9 ମାସର ଗର୍ଭବତୀ ଥିବା ଧର୍ମପତ୍ନୀ। ଏଭଳି ସଡ଼କ ଦୁର୍ଘଟଣାରେ ଜୀବନ ହାରିଥିବା ଟୁନା ବ୍ରହ୍ମପୁର ମେଡିକାଲରେ ପରିବାର ଲୋକଙ୍କ ସହମତିରେ ଟୁନାଙ୍କର 2ଟି ଚକ୍ଷୁ ଦାନ କରାଯାଇଥିବା ଜଣାପଡ଼ିଛି। ଖଲିକୋଟରୁ ସକଳେଶ୍ୱର ରଥଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ।